ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ ମୋଙ୍ଗିଆଙ୍କୁ ଓଡ଼ିଶା କ୍ରିକେଟ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଛି। 2023-24 ପାଇଁ ଦିନେଶ ମୋଙ୍ଗିଆ ଓଡ଼ିଶା ଦଳର ମୁଖ୍ୟ କୋଚ୍ ରହିବେ। ରୁମେଲିଧରଙ୍କୁ ଓଡ଼ିଶା ମହିଳା କ୍ରିକେଟ ଦଳର କୋଚ୍ ଭାବେ ନିଯୁକ୍ତ କରାଯାଇଛି। ଦିନେଶ ମୋଙ୍ଗିଆ 2019ରେ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଥିଲେ। ଓଡ଼ିଶା ଦଳର କୋଚ୍ ନିଯୁକ୍ତ ହେବା ପରେ ସେ ଆସନ୍ତା 21 ତାରିଖରେ ଓଡ଼ିଶା ଆସିବେ। ଦିନେଶ ମୋଙ୍ଗିଆ 2001ରେ ଆନ୍ତର୍ଜାତିକ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ। ସେ 57ଟି ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ଓ ଗୋଟିଏ T20 ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି। ସେ ମଧ୍ୟ 121ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଛନ୍ତି। ଦିନେଶ ମୋଙ୍ଗିଆ ଇଂଲଣ୍ଡର ଲାଙ୍କାସାୟାର ଓ ଲିସେଷ୍ଟରସାୟାର ପକ୍ଷରୁ କାଉଣ୍ଟି ମ୍ୟାଚ୍ ଖେଳିଛନ୍ତି। ଓଡ଼ିଶା ମହିଳା କ୍ରିକେଟ ଦଳର କୋଚ୍ ନିଯୁକ୍ତ ହୋଇଥିବା ରୁମେଲିଧର 2005ରୁ 2018 ମଧ୍ୟରେ ଭାରତୀୟ ଦଳ ପାଇଁ ବିଭିନ୍ନ ଫର୍ମାଟରେ ଆନ୍ତର୍ଜାତିକ କ୍ରିକେଟ ଖେଳିଥିଲେ। ସେ ଥିଲେ ଜଣେ ଅଲରାଉଣ୍ଡର। ସେ ଭାରତ ପାଇଁ 4ଟି ଟେଷ୍ଟ ମ୍ୟାଚ୍, 78ଟି ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍ ଓ 18ଟି T20 ଆନ୍ତର୍ଜାତିକ ଖେଳିଛନ୍ତି। ବ୍ୟୁରୋ ରିପୋର୍ଟ, ଟାଇଟନ୍ ଟିଭି।